ଆଜିର ଆଲୋଚନା ମାନଙ୍କର ଏପରି ହବ ଯେ ସେ କଣ ଖ୍ରୀଷ୍ଟଙ୍କର ମଣ୍ଡଳୀ ନିମନ୍ତେ କି ପ୍ରକାର ଭୂମିକା ସେ କରିବା ପାଇଁ ଚାହାନ୍ତି ତାହା ଦୁଇଟି ବିଷୟ ଅଟେ, ଯାହାକି ସେ ବିଚାରକର୍ତ୍ତା ଏବଂ ଶାସକ। ଆଗକୁ ସେ ଶାସକ ହେବେ ଏବଂ ସେ ବିଚାରକର୍ତ୍ତା ହେବେ। ସେ ବିଚାରକର୍ତ୍ତା ହେଇକି କଣ ମଣ୍ଡଳୀରେ ଆଗକୁ କାର୍ଯ୍ୟ କରିବେ। ସେଥିପାଇଁ ଏଥିରେ ଆମେ ଦେଖିବାକୁ ପାଉଛୁ ସେ ପ୍ରତିଜ୍ଞା କରି କହିଅଛନ୍ତି, ଆମେ ତୁମକୁ କେବେ ପରିତ୍ୟାଗ କରିବା ନାହିଁ, ଆମେ ତୁମକୁ କେବେ ମଧ୍ୟ ଛାଡ଼ିବା ନାହିଁ। ତ ଆମେ ଯେତେବେଳେ ଦେଖିବା ପୁରାତନ ନିୟମରେ ପରମେଶ୍ୱର ଯାହାକି ମୂଷାଙ୍କ ଦ୍ୱାରା ଅନେକ ପ୍ରତିଜ୍ଞା କଲେ, ଆଉ ମୂଷା ଯେପରିକି 5ଟି ପୁସ୍ତକ ଲେଖିଲେ, ଯାହାକୁ ଗ୍ରୀକ ଭାଷାରେ ପେଣ୍ଟାଟୁକ୍ ବୋଲି କୁହାଯାଏ, 5 ବୁକ୍ସ ବୋଲି କୁହାଯାଏ, ଇଂଲିଶରେ ଅନେକ ବିଷୟ ସେଥିରେ ଲେଖାଯାଇଅଛି। କିନ୍ତୁ ଗୋଟିଏ ଶେଷ ପୁସ୍ତକ ମୂଷାଙ୍କର, ଯାହାକି ଦ୍ୱିତୀୟ ବିବରଣୀ ପୁସ୍ତକ, ଦ୍ୱିତୀୟ ବିବରଣୀ ପୁସ୍ତକରେ ତାଙ୍କୁ ମୂଷାଙ୍କୁ ଫେରୱେଲ କରାଯାଉଛି, ଯୋଉଟା କି ଶେଷ ଅଧ୍ୟାୟରେ ତାଙ୍କର ଆମେ ସମାପ୍ତି ବା ତାଙ୍କର ଯେ କି ଶେଷ ବିଦାୟକୁ ଆମେ ଦେଖିପାରୁଛୁ। କିନ୍ତୁ ତା ପୂର୍ବରୁ ଦ୍ୱିତୀୟ ବିବରଣୀ କାହିଁକି କରାଗଲା? ଆଦି ଯାତ୍ରା ଲେବି ଗଣନା ପରେ ପ୍ରଥମ ବିବରଣୀ ନାହିଁ, କିନ୍ତୁ ଦ୍ୱିତୀୟ ବିବରଣୀ, ତାକୁ ସେକେଣ୍ଡ ରାଇଟିଂ ଅଫ ଦ ଲ ବୋଲି କୁହାଯାଏ। ବ୍ୟବସ୍ଥାକୁ ପୁନର୍ବାର ଲିଖିତ କରାଯାଇଅଛି। ସେଇ ବ୍ୟବସ୍ଥା ଯେ ମୂଷାଙ୍କ ଦ୍ୱାରା ଲିଖିତ କରାଗଲା, ତାହା ତା ପରେ ମୂଷା ଆଉ ଅନ୍ୟ ପୁସ୍ତକ ଲେଖି ନାହାନ୍ତି। ତ ସେଥିରେ ଏପରି ଲେଖାଯାଇଛି ଯେ ପରମେଶ୍ୱର ମୂଷାଙ୍କ ପରି ଭବିଷ୍ୟ ବକ୍ତାଙ୍କୁ ସେ ପୃଥିବୀକୁ ପ୍ରେରଣ କରିବେ। ମୂଷାଙ୍କ ସାଦୃଶ୍ୟ ପରମେଶ୍ୱର, God will rise a prophet like Moses. ସେ ମଣ୍ଡଳୀରେ କାର୍ଯ୍ୟ କରିବେ, ଇସ୍ରାଏଲ ମାନଙ୍କ ସହିତ ସାକ୍ଷାତ କରିବେ, ଇସ୍ରାଏଲ ମାନଙ୍କ ମଧ୍ୟରେ ଉତ୍ପନ୍ନ ହେବେ, ଇସ୍ରାଏଲ ମାନଙ୍କ ମଧ୍ୟରେ ସେ ଠିଆ ହେବେ, ଆଉ ଇସ୍ରାଏଲକୁ ସେ ପ୍ରେମ କରିବେ, ଇସ୍ରାଏଲ ମାନଙ୍କୁ ଆପଣାର ଲୋକ ବୋଲି ସେ ଗ୍ରହଣ କରିବେ। କିନ୍ତୁ ଇସ୍ରାଏଲ ଲୋକମାନେ ତାହାଙ୍କୁ ଗ୍ରହଣ କରିବା ପାଇଁ କଷ୍ଟ ଲାଗିବ। ମୋର ପ୍ରିୟ ମାନେ, ସେ ଅନେକ କଷ୍ଟ କଲେ, ଯାହାକି ମୂଷା ଚେଷ୍ଟା କଲେ ଇସ୍ରାଏଲ ଲୋକମାନଙ୍କୁ ମିଶରରୁ ବାହାର କରି ସେ ଯେପରିକି ଏକ ସୁନ୍ଦର ଦେଶକୁ ପ୍ରବେଶ କରିବେ, ତାହା ଏକ ଉଦ୍ଧାରର କାର୍ଯ୍ୟ ଥିଲା। ତ ଉଦ୍ଧାରର କାର୍ଯ୍ୟ ଥ୍ରୁ ମୋଜେସ୍ ଏଇଠି ମଧ୍ୟ ପରମେଶ୍ୱର କରିଛନ୍ତି, ଯେଉଁକି ମୂଷାଙ୍କ ଦ୍ୱାରା, ହାରୋନଙ୍କ ଦ୍ୱାରା କଲେ। ଆଉ ଆଜି ମଧ୍ୟ ଆମେ ଯେତେବେଳେ ବାକ୍ୟକୁ ଯିବା, ଅନେକ ଭବିଷ୍ୟ ବକ୍ତାଙ୍କ ଦ୍ୱାରା ଯୋଉ କାର୍ଯ୍ୟ କି ସଫଳ ହେଇପାରିଲା ନାହିଁ, ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ବିଷୟକୁ ଅନେକ ଲୋକମାନେ ଜାଣିପାରିଲେ ନାହିଁ, ସେମାନେ ପୁଙ୍ଖାନୁପୁଙ୍ଖ ଭାବରେ ସେମାନେ ଅନେକଙ୍କୁ କହିପାରିଲେ ନାହିଁ ଏବଂ ସିଦ୍ଧ କରିପାରିଲେ ନାହିଁ, ନିୟମକୁ ସେମାନେ ସ୍ଥିର କରିପାରିଲେ ନାହିଁ। ସେଥିପାଇଁ ମୂଷାଙ୍କ ପରି ଜଣେ ଭବିଷ୍ୟ ବକ୍ତାଙ୍କୁ ସେ ପ୍ରେରଣ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି। ଆସୁ ଆମେ ପବିତ୍ର ଧର୍ମଶାସ୍ତ୍ର ବାଇବଲ, ଆମେ ପୁରାତନ ନିୟମରୁ ଦ୍ୱିତୀୟ ବିବରଣୀ ତାର 18 ଅଧ୍ୟାୟ ତାର 15 ଏବଂ 16 ପଦକୁ ଆମେ ଅଧ୍ୟୟନ କରିବା। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ନିମନ୍ତେ ତୁମ୍ଭ ଭିତରୁ ତୁମ୍ଭ ଭାଇମାନଙ୍କ ମଧ୍ୟରୁ ଆମ୍ଭର ସଦୃଶ ଏକ ଭବିଷ୍ୟତ ବକ୍ତା ଉତ୍ପନ୍ନ କରିବେ। ତୁମେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କରିବ, କାରଣ ହରେବରେ ସମାଜ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ତୁମେ ପ୍ରାର୍ଥନା କରି କହିଥିଲ, ଆମ୍ଭେ ଯେମନ୍ତ ନ ମରୁ। ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କର ରବ ପୁନର୍ବାର ନ ଶୁଣୁ, କିମ୍ବା ଏହି ମହା ଅଗ୍ନି ଆଉ ନ ଦେଖୁ। ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ। ଏଥିରେ ଆମେ ସୁନ୍ଦର ଭାବରେ ଦେଖିବାକୁ ପାଉଛୁ ଜଣେ ଭବିଷ୍ୟ ବକ୍ତା, ଯିଏକି ଆମେ ଏଥିରେ ଦେଖିବାକୁ ପାଇବା ହିଷ୍ଟୋରିକାଲ ଯେତେବେଳେ ଦେଖିବା, ଏଇଟା ଏକ ଯାକୁବଙ୍କର ଏକ ଲ ବା ବ୍ୟବସ୍ଥା, ମାନେ ଯାକୁବ ମଧ୍ୟ ଏଇ ବ୍ୟବସ୍ଥାକୁ ପାଳନ କରିଛନ୍ତି, ଅବ୍ରାହମ ମଧ୍ୟ ଏଇ ବ୍ୟବସ୍ଥାକୁ ପାଳନ କରିଛନ୍ତି। ଲ ଅଫ ଜାକବ ଆଣ୍ଡ ଲ ଅଫ ମୋଜେସ୍, ଲ ଅଫ ଅବ୍ରାହମ ବୋଲି ତାକୁ କୁହାଯାଏ। ସେଇ ବ୍ୟବସ୍ଥା ଯେତେବେଳେ କି ଯୀଶୁ ଖ୍ରୀଷ୍ଟ ଏ ପୃଥିବୀକୁ ଆସିବା ପରେ
ଯେତେବେଳେ କି ସେ ଏଇ ଗୋଟିଏ ଜିନିଷକୁ ଲକ୍ଷ୍ୟ କରାଯାଇଛି ମଶାଙ୍କ ପୁସ୍ତକରେ ଯେ ସେ ଆସିବେ ଇସ୍ରାଏଲ ମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରିବେ, ଇସ୍ରାଏଲ ମାନଙ୍କ ନିମନ୍ତେ ଜନ୍ମଗ୍ରହଣ କରିବେ। ଏଠି ଲେଖାଯାଇଛି ସଦା ପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ନିମନ୍ତେ ତୁମ୍ଭ ଭିତରୁ ତୁମ୍ଭ ଭାଇମାନଙ୍କ ମଧ୍ୟରୁ ଆମ୍ଭର ସଦୃଶ ଏକ ଭବିଷ୍ୟ ବକ୍ତା ଉତ୍ପନ୍ନ କରିବେ। ତୁମ୍ଭ ମଧ୍ୟରୁ ତୁମ୍ଭ ଭିତରେ ତୁମ୍ଭ ଭାଇମାନଙ୍କ ଭିତରେ ଜଣେ ଭବିଷ୍ୟ ବକ୍ତାଙ୍କୁ ଉତ୍ପନ୍ନ କରିବେ। ସେଇ ଭବିଷ୍ୟ ବକ୍ତା ଆଉ କିଏ ନୁହନ୍ତି, ସେ ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ସେ ତୁମ୍ଭମାନଙ୍କ ନିମନ୍ତେ ଜନ୍ମଗ୍ରହଣ, ତୁମ୍ଭମାନଙ୍କର ଉଦ୍ଧାର ନିମନ୍ତେ ସେ ପୃଥିବୀକୁ ଆସିବେ, ତୁମ୍ଭମାନଙ୍କର ଉନ୍ନତି ନିମନ୍ତେ ସେ ପୃଥିବୀକୁ ଆସିବେ। କାରଣ ପୁରାତନ ନିୟମରେ ଯୋଉମାନେ କି ଭବିଷ୍ୟ ବକ୍ତା ମାନେ ଜଣେ ଜଣେ ଯେତେବେଳେ କି ସେମାନେ ଫେଲର ହେବାକୁ ଯାଉଛନ୍ତି, ଆଉ ତାଙ୍କର ଲାଷ୍ଟ ଆଣ୍ଡ ଫାଇନାଲ ଯେ ନିଷ୍ପତ୍ତି ଯେ ପୃଥିବୀରେ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେରଣ କରିବା ନିହାତି ଆବଶ୍ୟକ ଅଛି। ସେଇ କାର୍ଯ୍ୟ ଯେ ଯୀଶୁ ଖ୍ରୀଷ୍ଟ କରିପାରିବେ। ଏକ ସୁନ୍ଦର ବିଷୟକୁ ଆମେ ଦେଖିବାକୁ ପାଇବା, ସେ ସ୍ୱର୍ଗରୁ ଆଗତ ଗୁରୁ ବା ଶିକ୍ଷକ ଅଟନ୍ତି। ଯୋହନ ତାର 6:14। ତେଣୁ ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟ କର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି। ଜଗତକୁ ଯେଉଁ ଭାବବାଦୀ ଆସିବାର ଥିଲା ସେ ନିଶ୍ଚୟ ଏହି। ତ ଆମେ ଇସ୍ରାଏଲକୁ ଯେତେବେଳେ ଦେଖିବା, ଇସ୍ରାଏଲ ହଉଛନ୍ତି ପରମେଶ୍ୱରଙ୍କ ଏକ ମନୋନୀତ ଗୋଷ୍ଠୀ। ଏଇଟା ହଉଛି ପ୍ରଥମ ପ୍ରାୟୋରିଟି। ପରମେଶ୍ୱରଙ୍କର ମୁଖ୍ୟତଃ ପ୍ରାୟୋରିଟି ଆମେ ଅନେକ ଥର ଜାଣିଛୁ। ତ ଇସ୍ରାଏଲ ମାନଙ୍କୁ ପରମେଶ୍ୱର ଏକ ପୁତ୍ର କୁହାଯାଏ, ଯାହାକି ଯାକୁବଙ୍କ ଠାରୁ ଜାତ ଇସ୍ରାଏଲ ଗୋଷ୍ଠୀ। ସେ ଇସ୍ରାଏଲକୁ ଏପରି ନିୟମ ବା ବ୍ୟବସ୍ଥା ପରମେଶ୍ୱର ଦେଇଛନ୍ତି, ସେଇ ବ୍ୟବସ୍ଥାକୁ ସେମାନେ ଯଦି ବି ସେମାନେ ବ୍ୟବସ୍ଥାକୁ ପାଳନ କରୁଥିଲେ, କିନ୍ତୁ ପ୍ରକୃତରେ ଅନେକ ବ୍ୟବସ୍ଥା ତାଙ୍କର ବାକି ରହୁଥିଲା, ଯାହାକି ସେମାନେ କରିପାରୁନଥିଲେ। ସେଥିପାଇଁ ଇସ୍ରାଏଲ ମାନଙ୍କ ମଧ୍ୟରେ ଯୋଉକି ଯାକୁବଙ୍କୁ ପରମେଶ୍ୱର ମନୋନୀତ କଲେ, ଆଉ ସେଇ ଯାକୁବଙ୍କୁ ଏଇ କଥା କୁହାଯାଉଛି, ତୁମେ ହଉଛ ଇସ୍ରାଏଲର ମନୋନୀତ ଗୋଷ୍ଠୀ। ଆଉ ଦ୍ୱିତୀୟ ପଏଣ୍ଟ ସେମାନଙ୍କର ଏକ ଲାଭବାନ ବିଷୟ କଣ ହଉଛି, ସେମାନେ ହଉଛନ୍ତି ଭବିଷ୍ୟ ବକ୍ତା ମାନଙ୍କର ସନ୍ତାନ ଗଣ ମାନେ। କାହିଁକି ସେଇଠୁ ଭାବବାଦ ଉତ୍ପନ୍ନ ହୁଅନ୍ତି। ଭାବବାଦୀ ଯିଏକି ଯୀଶୁ ଖ୍ରୀଷ୍ଟ ଅଟନ୍ତି, ଯିଏକି ପୁରାତନ କାଳରୁ ଅଛନ୍ତି, ଯେଉଁ ବ୍ୟକ୍ତିଙ୍କୁ ପରମେଶ୍ୱର କି ମନୋନୀତ କରିଛନ୍ତି, ସେ ଇସ୍ରାଏଲ ଗୋଷ୍ଠୀରୁ ଉତ୍ପନ୍ନ ହେଉଛନ୍ତି। ଆଉ ସେଇ ଇସ୍ରାଏଲ ଗୋଷ୍ଠୀରୁ ସେ ଉତ୍ପନ୍ନ ହେବା ଦ୍ୱାରା ଯେତେ ଇସ୍ରାଏଲ ଲୋକମାନେ ସେମାନେ ଆଉ କାହାର ସନ୍ତାନ ବା କାହାର ଲୋକ ହେବେ ନାହିଁ। ସେମାନେ ଯେତେ ପିଢି ତାଙ୍କ ଠାରୁ ଜାତ ହେବେ, ସେଇମାନେ ଭାବବାଦୀ ମାନଙ୍କର ସନ୍ତାନ ଏବଂ ସନ୍ତତି ହେବେ। ଏଟା ହଉଛି ଦ୍ୱିତୀୟ ଲାଭବାନ ବିଷୟ ଇସ୍ରାଏଲ ଗୋଷ୍ଠୀ ପାଇଁ। ଆଉ ସେଇମାନେ ଆଉ କିଏ ନୁହନ୍ତି, ଆଉ ସେଇମାନେ ଯେ ଯୀଶୁ ଖ୍ରୀଷ୍ଟଙ୍କର ଏକ ଗ୍ରହଣୀୟ ଲୋକମାନେ। ପରମେଶ୍ୱର ଯୋଉମାନଙ୍କୁ ଗ୍ରହଣ କରିଛନ୍ତି, ଯୀଶୁ ସେମାନଙ୍କୁ ତିରସ୍କାର କରିପାରୁନାହାନ୍ତି। ସେଥିପାଇଁ ସେ ସେମାନଙ୍କ ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ପ୍ରେରଣ କରୁଛନ୍ତି ଏବଂ ସମସ୍ତ ଜଗତ ନିମନ୍ତେ ପରମେଶ୍ୱର ତାଙ୍କୁ ପ୍ରେରଣ କରୁଛନ୍ତି। ଯୀଶୁଙ୍କୁ ଗ୍ରହଣ କରିବା ଆଉ ତାହାଙ୍କର ଲାଭବାନ ଅଟେ। ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବା ମସିହ ବୋଲି କହିବା ଇସ୍ରାଏଲ ଗୋଷ୍ଠୀଙ୍କର ଏକ ମୂଲ୍ୟବାନ ବିଷୟ ଅଟେ, କିନ୍ତୁ ସେମାନେ ବିଶ୍ୱାସ କରୁନାହାନ୍ତି। ସେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବା ପ୍ରଭୁ ବା ମସିହ ବୋଲି ସେମାନେ ଅପେକ୍ଷାରେ ସେମାନେ ରହୁନାହାନ୍ତି। ଆଉ ଇଏ ପରା ଅଟନ୍ତି ବୋଲି ନ୍ୟୁ ଟେଷ୍ଟାମେଣ୍ଟରେ କୁହାଯାଉଛି। ନ୍ୟୁ ଟେଷ୍ଟାମେଣ୍ଟରେ ମଧ୍ୟ ଯିହୁଦୀ ମାନେ ଅନେକ ଥର ଇଏ ପ୍ରକୃତରେ କଣ ସିଏ ପ୍ରଭୁ, ଇଏ ମସିହ, ସିଏ କଣ ନିଜକୁ ନିଜେ ଇଏ ମୁଁ ପ୍ରଭୁଙ୍କର ସନ୍ତାନ କହୁଅଛି, ଇଏ କଣ ସେଇ ଲୋକ? ସେମାନଙ୍କ ମଧ୍ୟରେ ବଚସା ଥାଏ, ସେମାନଙ୍କ ମଧ୍ୟରେ ପ୍ରଶ୍ନ ଥାଏ, ସେମାନଙ୍କ ମଧ୍ୟରେ ଅନେକ ସନ୍ଦେହ ଥାଏ। ସେମାନେ ଜାଣିପାରନ୍ତି ନାହିଁ, ସେମାନେ ବିଶ୍ୱାସ କରିପାରନ୍ତି ନାହିଁ। ସେଥିପାଇଁ ପ୍ରେରିତ ପୁସ୍ତକରେ ଆଉ ମଧ୍ୟ ଲେଖାଯାଇଛି ତାର 3:22 ପଦରେ,
ମଶା ଯାହା କହିଥିଲେ ସେ ହଉଛନ୍ତି ଯେ ପରମେଶ୍ୱରଙ୍କର ପ୍ରେରିତ ତୁମମାନଙ୍କ ନିମନ୍ତେ ଭାଇ ଅଟନ୍ତି, ତୁମମାନଙ୍କ ନିମନ୍ତେ ଭବିଷ୍ୟ ବକ୍ତା ଅଟନ୍ତି, ତୁମମାନଙ୍କ ନିମନ୍ତେ ସେ ଭାବବାଦୀ ଅଟନ୍ତି। ପ୍ରେରିତ ପୁସ୍ତକ ତାର 3 ଅଧ୍ୟାୟ 22 ପଦକୁ ଆମେ ଦେଖିବା। ମୂଷା ତ କହିଥିଲେ, ପ୍ରଭୁ ଈଶ୍ୱର ତୁମମାନଙ୍କର ଭାତୃଗଣ ମଧ୍ୟରୁ ତୁମମାନଙ୍କ ନିମନ୍ତେ ମୋହର ସଦୃଶ୍ୟ ଜଣେ ଭାବାଦୀଙ୍କୁ ଉତ୍ପନ୍ନ କରିବେ। ଯେଉଁ ଯେଉଁ ବିଷୟରେ ସେ ତୁମମାନଙ୍କୁ କହିବେ, ସେହି ସବୁ ବିଷୟରେ ତୁମମାନେ ତାହାଙ୍କ କଥା ଶୁଣିବ। Praise the Lord. ଯେଉଁ ଯେଉଁ ବିଷୟରେ ସେ କହିବେ ତୁମେ ତାହାଙ୍କ କଥାକୁ ଶୁଣିବ। ସେ କଣ କହିବେ ସେଇ କଥାକୁ ତ ଶୁଣିବ ବୋଲି ଏଠି ଲେଖାଯାଇଛି। ଉତ୍ତମ ଭାବରେ ତାଙ୍କୁ ଗ୍ରହଣ କରିବ ବୋଲି ଲେଖାଯାଇଛି। ତାଙ୍କ କଥାକୁ ଶୁଣିବ ବୋଲି ଲେଖାଯାଇଛି। ତାଙ୍କ କଥାକୁ ତୁମେ କର୍ଣ୍ଣପାତ କରିବ, ତାଙ୍କ ବ୍ୟବସ୍ଥାକୁ ତୁମେ ପାଳନ କରିବ। ସେଇ ବ୍ୟବସ୍ଥା ଆଉ କିଏ ନୁହନ୍ତି, ସେଇ ବ୍ୟବସ୍ଥା ଯାହାକି ପବିତ୍ର ଆତ୍ମାଙ୍କ ଦ୍ୱାରା ପରମେଶ୍ୱରଙ୍କ ମୁଖରୁ ନିର୍ଗତ ହେଇଥିବା ବ୍ୟବସ୍ଥା ଅଟେ। ଆଉ ତାହା ହଉଛି ଯୀଶୁ ଖ୍ରୀଷ୍ଟ ପୃଥିବୀକୁ ଆସିଲା ପରେ ସେ ତୁମ୍ଭମାନଙ୍କୁ କହିବେ। ଆଉ ସେଇ ବ୍ୟବସ୍ଥାକୁ, ସେଇ ନିୟମକୁ, ସେଇ ବାକ୍ୟକୁ ତୁମେ ପାଳନ କରିବ, ତୁମେ ଗ୍ରହଣ କରିବ, ତୁମେ ତାହା ଶିକ୍ଷା ପାଇବ। ସିଏ ହଉଛନ୍ତି ତୁମମାନଙ୍କ ନିମନ୍ତେ ଏକ ଆଦର୍ଶ ଗୁରୁ ଅଟନ୍ତି। ଏ ସମୟରେ ଆଉ ଗୋଟେ ପଦ ଆମେ ଦେଖିବା, ପ୍ରେରିତ ପୁସ୍ତକର 7 ଅଧ୍ୟାୟ 37 ପଦ। ପ୍ରେରିତ ପୁସ୍ତକରେ ଆମେ ବାରମ୍ବାର ରିପିଟେଡଲି ଆମେ ଦେଖିପାରୁଛୁ। ସେ 37 ପଦରେ ମଧ୍ୟ କହନ୍ତି, ଏହି ମଶା ମାନେ ନାମ ଧରି ମଶାଙ୍କୁ କହୁଛନ୍ତି, ଇସ୍ରାଏଲ ସନ୍ତାନ ମାନଙ୍କୁ କହିଲେ, ଈଶ୍ୱର ତୁମମାନଙ୍କର ଭାତୃଗଣ ମଧ୍ୟରୁ ତୁମମାନଙ୍କ ନିମନ୍ତେ ମୋହର ସଦୃଶ୍ୟ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ। ମୋହର ସଦୃଶ୍ୟ, କାରଣ ମଶା ଅନେକ ଭାବବାଣୀ କହିଲେ ସୁଦ୍ଧା ସେମାନେ ବିଶ୍ୱାସ କଲେ ନାହିଁ। ଆମେ ଯେତେବେଳେ ଦେଖୁଥିଲେ ସର୍ପକୁ ଉର୍ଦ୍ଧ୍ୱକୁ ଉଠାଗଲା, ଆଉ ସେତେବେଳେ ସେମାନେ ଏକ ସର୍ପକୁ ଉର୍ଦ୍ଧ୍ୱକୁ ଉଠେଇଲେ, ସେମାନେ ପରମେଶ୍ୱରଙ୍କୁ ଭୁଲିଗଲେ ଆଉ ସର୍ପକୁ ପୂଜା କରିବା ଆରମ୍ଭ କଲେ। ଆଉ ଏପରି ପୂଜା କରୁ କରୁ ସେମାନେ ଅଭ୍ୟସ୍ତ ହେଇଗଲେ, ପରମେଶ୍ୱରଙ୍କୁ ସେମାନେ ସମ୍ପୂର୍ଣ୍ଣ ଭୁଲି ଯାଇଗଲେ। ମୋର ପ୍ରିୟ ମାନେ, ଆଜି ଆମେ ଏଇ ବାକ୍ୟରେ ଦେଖିବାକୁ ପାଉଛୁ ଯେ ସେମାନେ ଇମ୍ପୋର୍ଟାଣ୍ଟ ସେମାନେ ବ୍ୟବସ୍ଥାକୁ ଦେଉଥିଲେ ନା ପରମେଶ୍ୱରକୁ ଦଉଥିଲେ। ତ ଯାହାକି ଯୋଉ ଭାବବାଦୀ ଆସିବେ ସେ ମସିହ, ତମେ ତାହାଙ୍କୁ ବିଶ୍ୱାସ କରିବ, ତାହାଙ୍କ କଥାକୁ ବିଶ୍ୱାସ କରିବ, ତାଙ୍କ ବାକ୍ୟକୁ ତୁମେ ବିଶ୍ୱାସ କରିବ, ତାହା ସେ କହିବାକୁ ଚାହାନ୍ତି। କିନ୍ତୁ ଇସ୍ରାଏଲ ଲୋକମାନେ ସେ ବାକ୍ୟ ବ୍ୟବସ୍ଥାରେ ବ୍ୟବହାର କରିବାରେ, ପାଳନ କରିବାରେ ସେମାନେ ଫେଇଲର ହୁଅନ୍ତି, ବିଫଳ ହେଇଯାନ୍ତି। ସେଥିପାଇଁ ପରମେଶ୍ୱର ତାଙ୍କ ନିମନ୍ତେ ଏକ ଉତ୍ତମ ବିଷୟକୁ ଚିନ୍ତା କଲେ, ଯାହାକି ପରମେଶ୍ୱର ଇସ୍ରାଏଲ ଲୋକଙ୍କୁ, ଆମ୍ଭର ଲୋକ, ଆମ୍ଭର ପ୍ରିୟ ଲୋକ, ଆମ୍ଭ ପାଇଁ ପ୍ରସ୍ତୁତ କରାଯାଇଥିବା ଲୋକ ଯେତେବେଳେ ସେ କହୁଛନ୍ତି, ଜଣାଉଛନ୍ତି, ତାହା ସେ କଣ କରିଥିଲେ? ସେ ଆସିବେ, ସେ ନିୟମ ସ୍ଥାପନ କରିବେ, ସେ ବ୍ୟବସ୍ଥା ସ୍ଥାପନ କରିବେ, ତୁମ୍ଭମାନଙ୍କ ନିମନ୍ତେ ସେ ଗୋଟିଏ ପରେ ଗୋଟିଏ ନିୟମକୁ ତୁମମାନଙ୍କ ନିମନ୍ତେ ସେ ତିଆରି କରିବେ, ତାହା କୁହାଯାଇଥିଲା। କିନ୍ତୁ ଯୀଶୁଙ୍କ କଥାକୁ ସେମାନେ କେହି ମଧ୍ୟ ପାଳନ କଲେ ନାହିଁ କିମ୍ବା ଶୁଣିଲେ ନାହିଁ, ବରଂ ତାଙ୍କୁ ବିରୋଧୀ କରିବାକୁ ଆରମ୍ଭ କଲେ। କାରଣ ସେ ନିଜକୁ କହିବାକୁ ଚାହାନ୍ତି, ମୁଁ ମଶାଙ୍କ ପୂର୍ବରୁ ଅଛି, ମୁଁ ଅବ୍ରାହ୍ମଙ୍କ ପୂର୍ବରୁ ଅଛି। ସେଇ ପ୍ରଭୁ ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ସେ କହିବାକୁ ଚାହାନ୍ତି, ମୁଁ ସେମାନଙ୍କ ପୂର୍ବରୁ ଅଛି, ଆତ୍ମାଙ୍କ ଦ୍ୱାରା ମୁଁ ଯାହାକି ମୁଁ କହିଅଛି, ମୁଁ ଏବେ ଆପଣମାନଙ୍କ ସମ୍ମୁଖରେ ବା ତୁମମାନଙ୍କ ମଧ୍ୟରେ ମୁଁ ଆଜି ଜନ୍ମ ଗ୍ରହଣ କରିଅଛି। କେହି ତାଙ୍କୁ ଭାବବାଦୀ ବୋଲି କହିବାକୁ, ପାଳନ କରିବାକୁ, ସମ୍ମାନ ଦେବାକୁ ସେମାନେ କେହି ମଧ୍ୟ ପସନ୍ଦ କରୁନାହାନ୍ତି। ସେଥିପାଇଁ ପରମେଶ୍ୱର ମଶାଙ୍କ ଦ୍ୱାରା ପୂର୍ବରୁ ଲିଖିତ ବାକ୍ୟ ବ୍ୟବସ୍ଥା ଦ୍ୱିତୀୟ ଥର ଲେଖିଲେ। ଆଉ ଯେତେବେଳେ କି ନୂତନ ନିୟମକୁ ଆମେ ଜହନ ଭବିଷ୍ୟ ବକ୍ତା, ଯିଏକି ସେ ଆମମାନଙ୍କୁ ନୂତନ ନିୟମରେ ଆମେ ଦେଖିବାକୁ ପାଉଛୁ, ତାଙ୍କ ଦ୍ୱାରା ମଧ୍ୟ ସେ ପ୍ରକାଶ କରିବାକୁ ଚାହାନ୍ତି, ମଣ୍ଡଳୀକୁ କହିବାକୁ ଚାହାନ୍ତି, ଚର୍ଚ୍ଚକୁ କହିବାକୁ ଚାହାନ୍ତି, ଅନେକ ଜଗତକୁ କହିବାକୁ ଚାହାନ୍ତି, ବିଶ୍ୱାସୀ ମାନଙ୍କୁ ସେ କହିବାକୁ ଚାହାନ୍ତି ଯେ ସେ ହଉଛନ୍ତି ଆମମାନଙ୍କ ନିମନ୍ତେ ଏକ ଭାବବାଦୀ ବା ଭବିଷ୍ୟ ବକ୍ତା ଅଟନ୍ତି। ଜହନ ଲିଖିତ ସୁସମାଚାର ତାର 5 ଅଧ୍ୟାୟ
ଯେତେକ ଆମେ 45 ରୁ 47 ପଦ ଅଧ୍ୟୟନ କରିବା ସେଇଠି ଆମେ ଜାଣିବାକୁ ପାଇବା। ସେ କହୁଛନ୍ତି ପରମେଶ୍ୱର ମଶାଙ୍କ ପରି ଏକ ସୁନ୍ଦର ଭବିଷ୍ୟ ବକ୍ତାଙ୍କୁ ସେ ପଠେଇଅଛନ୍ତି। ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁନାହିଁ। ସେ କହୁଛନ୍ତି ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁନାହିଁ। ମଶା ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଥିଲେ, ମୁଁ କିନ୍ତୁ କରିବି ନାହିଁ। କାରଣ ଯେ ଯୀଶୁ କୁହନ୍ତି ମୁଁ ତୁମ୍ଭମାନଙ୍କ ନିମନ୍ତେ ସାହାଯ୍ୟକାରୀ ଆତ୍ମା ପଠେଇବି। I have come to counsel you। ଯୀଶୁ ଖ୍ରୀଷ୍ଟ କହିବାକୁ ଚାହାନ୍ତି ମୁଁ ତୁମ୍ଭମାନଙ୍କୁ ସାହାଯ୍ୟକାରୀ ଆତ୍ମାଙ୍କ ଦ୍ୱାରା ମୁଁ ତୁମ୍ଭମାନଙ୍କୁ ସମାଧାନ କରିବାକୁ ଆସିଛି। ମୁଁ ତୁମମାନଙ୍କ ବିଷୟରେ ବିରୁଦ୍ଧରେ କହିବାକୁ ନୁହଁ। ତୁମେ ଯାହାକୁ ମଶାଙ୍କୁ ତୁମେ ବିଶ୍ୱାସ କଲ ନାହିଁ, ତାଙ୍କର ଲିଖିତ ବାକ୍ୟକୁ ବ୍ୟବସ୍ଥାକୁ ତୁମେ ବିଶ୍ୱାସ କଲ ନାହିଁ, ସେ ତ ନିଜେ ଲେଖିନଥିଲେ। ସେ ସେଇ ବାକ୍ୟକୁ ନିଜେ ଲେଖିନଥିଲେ ମଶା। ସେ ଆତ୍ମାଙ୍କ ଦ୍ୱାରା, ସେଇ ଆତ୍ମା ପରମେଶ୍ୱରଙ୍କ ଠାରୁ ଆସିଥିଲା। ସେଇ ଆତ୍ମା ଯିଏକି ମତେ ପଠେଇଛନ୍ତି ସେ ମଶାଙ୍କୁ କଥା କହିଥିଲେ ଯେ ଆଜି ଆପଣମାନଙ୍କ ସମ୍ମୁଖରେ ଯିଏ ମତେ ଠିଆ କରିଛନ୍ତି ସେ ମଶାଙ୍କୁ କଥା କହି ସେ ଏଇ ବାକ୍ୟ ଲେଖିଥିଲେ। ଜଣେ ଭାବବାଦୀ ଭବିଷ୍ୟ ବକ୍ତା ଏପରି ଆସିବେ, ସେ କହିବେ। ଯଦି ତୁମେ ମଶାଙ୍କୁ ବିଶ୍ୱାସ କଲ ନାହିଁ, ମଶାଙ୍କ ଲେଖାକୁ ତୁମେ ପାଳନ କଲ ନାହିଁ, ତ ମତେ କିପରି ତୁମେ ବିଶ୍ୱାସ କରିବ? ଆଜି ଏ ପ୍ରକାର ଯୀଶୁ ଖ୍ରୀଷ୍ଟ ଏଠାରେ ଜଗତକୁ ଜଣାଇବା ପାଇଁ ଚାହାନ୍ତି। ଏହା ଏକ ନୋଟିସ ଥିଲା ସେମାନଙ୍କ ପାଇଁ ଯେ ଯୀଶୁ ଖ୍ରୀଷ୍ଟ ଆସିବେ। ଏଟା ସେମାନଙ୍କ ଆଗରୁ ଘୋଷଣା କରାଯାଇଥିଲା, ତଥାପି ସେମାନେ ବିଶ୍ୱାସ କରୁନାହାନ୍ତି। ଏଟା ନୋଟିସ କରାଯାଇଥିଲା, ଆଗରୁ ପ୍ରେରଣ କରାଯାଇଥିଲା। ଏପରି ତୁମମାନଙ୍କ ନିମନ୍ତେ ଏକ ଭାବବାଦୀ ଆସିବେ। ସେଇ ଭାବବାଦୀଙ୍କର କଥା ସେମାନେ ବିଶ୍ୱାସ କରୁନାହାନ୍ତି। ସେମାନେ ତାଙ୍କୁ ନିନ୍ଦା କରୁଛନ୍ତି, ଘୃଣା କରୁଛନ୍ତି, ତାଙ୍କ ବିରୁଦ୍ଧରେ ସେମାନେ ବଚସା କରିଛନ୍ତି। ମୋର ପ୍ରିୟମାନେ, ଆଜି ମଶାଙ୍କୁ ଯଦି ସେମାନେ ବିଶ୍ୱାସ ତମେ କରିନ, ତାହେଲେ ମତେ କିପରି ତମେ ବିଶ୍ୱାସ କରିବ? ମଶାଙ୍କର ବ୍ୟବସ୍ଥା ଲେଖାକୁ ତମେ ଯଦି ପାଳନ କରିବାକୁ ଇଚ୍ଛା କରିନ, ତାହେଲେ ମୋ ବାକ୍ୟକୁ ତମେ କିପରି ଇଚ୍ଛା କରିବ? ପରସ୍ପର ଏ ପ୍ରକାର କଥାବାର୍ତ୍ତାରେ, କାରଣ ମଶା ପୁରାତନ ନିୟମରେ କରିଥିଲେ, କିନ୍ତୁ ଯୀଶୁ ଖ୍ରୀଷ୍ଟ ନୂତନ ନିୟମରେ ମଣ୍ଡଳୀରେ କହିବାକୁ ଚାହାନ୍ତି। ଆଜି ବିଶ୍ୱାସୀ ମାନଙ୍କୁ କହିବାକୁ ଚାହାନ୍ତି। ଆଜି ଆମ ପ୍ରତ୍ୟେକଙ୍କୁ କହିବାକୁ ଚାହାନ୍ତି। ଆମେ ଅନେକ ଲୋକମାନେ ଜାଣିଲେ ସୁଦ୍ଧା, ଦେଖିଲେ ସୁଦ୍ଧା ଆମେ ଅନେକ ଥର ବିଶ୍ୱାସରେ ଫେଲର ହେଇଯାଇଥାଉ। ଆମେ ପାଳନ କରିବାରେ ଫେଲର ହେଇଯାଇଥାଉ। ମଶା ତାଙ୍କ ଜୀବନରେ ଚେଷ୍ଟା କରିଥିଲେ, ଶେଷ ସମୟରେ ତାଙ୍କର ବାକ୍ୟ ଲେଖିବା ବନ୍ଦ ହେଲା, ଯାହାକି ଦ୍ୱିତୀୟ ବିବରଣୀ ପୁସ୍ତକରେ ଆମେ ଦେଖିବାକୁ ପାଉଛୁ। ଆଜି ମୁଁ ଏବଂ ଆପଣ ଏଇ ଜଗତ ମଧ୍ୟରେ ଗ୍ରହଣ କରିବାକୁ ବେଳେ ବେଳେ ଆମମାନଙ୍କୁ କଷ୍ଟ ହେଇଥାଏ, କିନ୍ତୁ ଜଗତକୁ ଯେ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେରଣ କରାଯାଇଅଛି, ଯୀଶୁ ଖ୍ରୀଷ୍ଟ ଏପରିକି ପିତାଙ୍କ ଠାରୁ ପ୍ରେରଣ ହେଇଥିବା ବ୍ୟକ୍ତି ଅଟନ୍ତି। କାରଣ ମଶା ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣତା ହେଇ ଅନେକ ବ୍ୟବସ୍ଥାକୁ ସେ ଲେଖିଥିଲେ। ଆଜି ଯେଉଁ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଆମେ ଯାହାକି ପଢୁଅଛୁ, ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପାଇଁ ସେ ଆସିଅଛନ୍ତି ବୋଲି ଆମେ ଯେତେବେଳେ କି ଜାଣିଅଛୁ, ଅନେକ ଲୋକମାନେ ତାହା ଯଦି ବି ଗ୍ରହଣ କରୁଅଛୁ, ତାହା ଆମେ ଭୁଲି ଯାଉଛୁ। ଯଦି ବି ତାହା ଆମେ ପାଳନ କରିବା ବୋଲି ଚେଷ୍ଟା କରୁଅଛୁ, ତାହା ଆମେ ପାଳନ କରି ପାରୁନାହୁଁ। ସେଥିପାଇଁ ଆଜି ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଆମମାନଙ୍କୁ ଏପରି କୁହେ, ଏଇ ପଦରେ ଆମମାନେ ଏତେ ସୁନ୍ଦର ଭାବରେ ଆମମାନେ ପଢିବାକୁ ପାଉଛୁ ଯେ 46 and 47 ରେ, କାରଣ ତୁମ୍ଭେମାନେ ଯଦି ମଶାଙ୍କୁ ବିଶ୍ୱାସ କରନ୍ତ, ତେବେ ମତେ ବିଶ୍ୱାସ କରନ୍ତ, ଯେଣୁ ସେ ମୋ ବିଷୟରେ ଲେଖିଅଛନ୍ତି। ଯୀଶୁ ଖ୍ରୀଷ୍ଟ କହିବାକୁ ଚାହାନ୍ତି, ତମେ ମଶାଙ୍କୁ ବିଶ୍ୱାସ କଲ ନାହିଁ ଏବଂ ମତେ ମଧ୍ୟ ବିଶ୍ୱାସ କରୁନ। ମଶାଙ୍କର ଲେଖାକୁ ତୁମେ ବିଶ୍ୱାସ କର ନାହିଁ, ମୋର କଥାକୁ ତମେ କିପରି ବିଶ୍ୱାସ କରିବ? 47 ପଦରେ, କିନ୍ତୁ ତୁମ୍ଭେମାନେ ଯଦି ତାହାଙ୍କ ଲିଖିତ ବାକ୍ୟ ବିଶ୍ୱାସ କରୁନାହଁ, ତେବେ କିପରି ମୋହର ବାକ୍ୟ ବିଶ୍ୱାସ କରିବ? ତାଙ୍କର ବ୍ୟବସ୍ଥାକୁ, ଲିଖିତ ବାକ୍ୟକୁ, ଲ କୁ ତମେ ଯଦି ବ୍ୟବସ୍ଥାକୁ ତୁମେ ପାଳନ କର ନାହିଁ, ବିଶ୍ୱାସ କର ନାହିଁ, ତାହେଲେ ମତେ ତୁମେ କିପରି ବିଶ୍ୱାସ କରିବ?
ଯୀଶୁ ଖ୍ରୀଷ୍ଟ ଆଜି ଆମମାନଙ୍କୁ କହିବାକୁ ଚାହାନ୍ତି, ମୋର ପ୍ରିୟମାନେ, ଆଜି ସେଇ ଯୀଶୁ ଖ୍ରୀଷ୍ଟ ମଣ୍ଡଳୀକୁ ଘୋଷଣା କରିବାକୁ ଚାହାନ୍ତି। ଗୋଟେ କମେଣ୍ଟ୍ରି ମୁଁ ପଢୁଥିଲି, ସେଥିରେ ଲେଖାଯାଇଅଛି ଯୀଶୁ ଖ୍ରୀଷ୍ଟ ସେ କାଉନସିଲିଂ କରିବା ପାଇଁ ନିଜକୁ ସମସ୍ତେ ବିଶ୍ୱାସ କରନ୍ତୁ ବୋଲି ସେ ଆପଣା ରୂପ ଧାରଣ କରି ପୃଥିବୀରେ ସମସ୍ତଙ୍କ ପରି ହେବାକୁ ଇଚ୍ଛା କଲେ, ଯୋଉଦ୍ୱାରା କି ସମସ୍ତେ ତାଙ୍କୁ ବିଶ୍ୱାସ କରିବେ। ଆଜି ମୋର ପ୍ରିୟ ଦାସଦାସୀ, ଆମମାନେ ଯେପରିକି ଇସ୍ରାଏଲ ଲୋକମାନେ ବିଶ୍ୱାସରୁ ହରି ଯାଆନ୍ତି, ବାକ୍ୟକୁ ପାଳନ ନ କରନ୍ତି, ବ୍ୟବସ୍ଥାକୁ ଯେପରିକି ସେମାନେ ଭୁଲି ଯାଆନ୍ତି, ସେହିପରି ଆଜି ଆମର ମଣ୍ଡଳୀ ବା ଆମେ ବ୍ୟକ୍ତି ବିଶେଷ ମାନେ ନ ହଉ, ପବିତ୍ର ଧର୍ମଶାସ୍ତ୍ରକୁ ବିଶ୍ୱାସ କରିବା। এই ବାକ୍ୟ ପରମେଶ୍ୱରଙ୍କ ଦ୍ୱାରା ଆତ୍ମାଙ୍କ ଦ୍ୱାରା ପୃଥିବୀକୁ ଲିଖିତ କରାଯାଇଛି, ମଣ୍ଡଳୀ ନିମନ୍ତେ ଦିଆଯାଇଅଛି ଏବଂ ସେଇ ମଣ୍ଡଳୀରେ ଆମ୍ଭେମାନେ ବାସ କରୁଅଛୁ। ସେଇ ମଣ୍ଡଳୀରେ ଆମେ ପ୍ରତ୍ୟେକ ବିଶ୍ୱାସୀ ଅଛୁ। ଆଜି ଯଦି ଆମେ ପାଳନ କରିବାରେ ପ୍ରଭୁଙ୍କ ବାକ୍ୟକୁ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେଉଥିବା ବାକ୍ୟକୁ ପଠନରେ ପାଳନ କରିବାରେ ଆମେ ଯଦି ଅବହେଳା କରୁଛୁ, ଆଜି ମଧ୍ୟ ଆମମାନଙ୍କୁ ଚେତେଇ ଦେଉଛନ୍ତି ପ୍ରଭୁ ବାକ୍ୟକୁ ପାଳନ କର ଏବଂ ଏହି ବାକ୍ୟକୁ ବିଶ୍ୱାସ। ଆଜି ଆସୁ ଆମେ ନିଜକୁ ନିଷ୍ପତ୍ତି ନେବା। ଯଦି ଆମେ ଗତ ଦିନ ଗୁଡାକରେ ନେଗ୍ଲେକ୍ଟ ହେଇଛୁ, ଏ ବାକ୍ୟ ଆମ ପାଇଁ ହେଇପାରେ ପୁନର୍ବାର ଆମକୁ ରିମାଇଣ୍ଡ କରୁଛି, ମନେ ପକାଉଛି। ଆଜିଠାରୁ ପୁନର୍ବାର ବାକ୍ୟକୁ ଆମେ ପାଳନ କରିବା ଏବଂ ବାକ୍ୟକୁ ଅଧ୍ୟୟନ କରିବା, ବିଶ୍ୱାସ କରିବା ଏବଂ ଆଗକୁ ବଢିବା। ଏ ବାକ୍ୟରେ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।